हेलो फ्रेंड्स समस्त को मो नमस्कार। आज मु ओडिशार एमिति एक जगह को नहीं जीवी जहाँ कौन स्वर्ग ठारू कम नुहे। नयगढ़ जिलार घंच सबुजिबा भितर पहाड़ उपरे विराजमान करिसेंती संकटमोचन महावीर हनुमान। आज यही वीडियो रे दर्शन करिबा मुंडिया हनुमान मंदिर। ଏହି ମନ୍ଦିରଟି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ମର୍ଦରାଜପୁର ଗ୍ରାମରେ ଅବସ୍ଥିତ। ଏହି ଗାଁର ନାଁ ପଛରେ ଏକ ବଡ଼ ଇତିହାସ ଲୁଚି ରହିଛି। ଏହି ଗ୍ରାମର ଯୁବକମାନେ ଇଂରେଜମାନଙ୍କ ସହ ବୀରତ୍ୱର ସହ ଲଢ଼ିଥିଲେ। ସେହି ବୀର ବା ମର୍ଦମାନଙ୍କ ନାମ ଅନୁସାରେ ଏହାର ନାମ ମର୍ଦରାଜପୁର ହୋଇଛି। ଆଉ ଏହି ଛୋଟ ପାହାଡ଼ ବା ମୁଣ୍ଡିଆ ଉପରେ ହନୁମାନଙ୍କର ମୂର୍ତ୍ତି ଆବିଷ୍କାର ହୋଇଥିବାରୁ ଏହାକୁ ମୁଣ୍ଡିଆ ହନୁମାନ କୁହାଯାଏ। ମନ୍ଦିରକୁ ଯିବା ପାଇଁ ହେଲେ 100ରୁ ଅଧିକ ପାହାଚ ଚଢ଼ିବାକୁ ପଡ଼ିବ। ଏଠାରେ ପ୍ରାକୃତିକ ସୁଡ଼ଙ୍ଗ ବା ଗୁମ୍ଫା ଦେଇ ଯିବାକୁ ହେବ। ଅତି ସଂକୀର୍ଣ୍ଣ ପଥ ଦେଇ ଗଲାବେଳେ ଆପଣମାନଙ୍କୁ ଏକ ଅଲଗା ପ୍ରକାର ଶାନ୍ତି ଓ ରୋମାଞ୍ଚ ଅନୁଭବ ହେବ। ପାହାଡ଼ ଉପରେ ଦେଖିବାକୁ ପାଇବେ ହନୁମାନଙ୍କର ମୁଖ୍ୟ ମନ୍ଦିର। ଏହା ସହ ମା କନକ ଦୁର୍ଗାଙ୍କ ଏକ ସ୍ୱତନ୍ତ୍ର ମନ୍ଦିର ଅଛି। ଭକ୍ତମାନଙ୍କର ବିଶ୍ୱାସ ଅଛି ଏଠାରେ ମାନସିକ ରଖିଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ। ଲୋକମାନେ ବିଶ୍ୱାସ କରନ୍ତି ଏଠାରେ 33 କୋଟି ଦେବାଦେବୀ ବାସ କରନ୍ତି। ଏଠାରେ ପ୍ରାୟ 70ରୁ ଅଧିକ ଛୋଟ ବଡ଼ ମନ୍ଦିର ରହିଛି। ଏଠାକୁ ଆସିଲେ ଏମିତି ଲାଗିବ ଯେ ଆପଣମାନେ ପୁରାତନ ଯୁଗକୁ ଚାଲି ଆସିଛନ୍ତି। ଏଠାରେ ଅନେକ କଳାକୃତି ଦେଖିବାକୁ ପାଇବେ। ଏହି ସବୁ ଦେଖିଲେ ଆପଣମାନେ ଏଠାରେ ଅନେକ ସମୟ ବିତାଇବାକୁ ଚାହିଁବେ। ଏହା କେବଳ ଏକ ବୁଲିବା ଜାଗା ନୁହେଁ, ଆମ ସଂସ୍କୃତିକୁ ଜାଣିବା ପାଇଁ ଏହି ଜାଗାଟି ଏକ ସୁନ୍ଦର ସ୍ଥାନ। ପାହାଡ଼ ଉପରୁ ଏଠାକାର ସୌନ୍ଦର୍ଯ୍ୟ ଫଟୋଗ୍ରାଫି ଏବଂ ଡ୍ରୋନ୍ ଶଟ୍ ପାଇଁ ଏକ ବହୁତ ଭଲ ଜାଗା। ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷରେ ଏଠାରେ ହନୁମାନ ଜୟନ୍ତୀ ଖୁବ୍ ଧୁମଧାମରେ ପାଳନ କରାଯାଏ। ରାମ ନବମୀ ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଏଠାରେ ବହୁତ ଭିଡ଼ ଦେଖିବାକୁ ମିଳିଥାଏ। ଏଠାକାର ପରିବେଶକୁ ଖୁବ୍ ସୁନ୍ଦର ଭାବରେ ମେଣ୍ଟେନ୍ କରାଯାଇଛି। ଏଠାକୁ ଯିବାକୁ ହେଲେ କୌଣସି ଏଣ୍ଟ୍ରି ଫି ନାହିଁ ଏବଂ ପାର୍କିଂ ଫି ମଧ୍ୟ ବହୁତ କମ୍। ପାହାଡ଼ ତଳେ ଆପଣମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ଓ ପାଣି ମିଳିଯିବ। ମଙ୍ଗଳବାର ଶନିବାର ଓ ସଂକ୍ରାନ୍ତି ମାନଙ୍କରେ ଏଠାରେ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଯଦି ଆପଣ ଟିକେ ଶାନ୍ତି ଚାହୁଁଛନ୍ତି ତେବେ ଏଠାକୁ ଆସନ୍ତୁ। ସହରର କୋଳାହଳ ଠାରୁ ଦୂରରେ ପ୍ରକୃତି କୋଳରେ ଏଠାରେ ଆପଣଙ୍କୁ ବହୁତ ପଜିଟିଭ୍ ଏନର୍ଜି ମିଳିଯିବ। ଯଦି ଆପଣ ଭୁବନେଶ୍ୱରରୁ ଆସୁଛନ୍ତି ତେବେ ଖୋର୍ଦ୍ଧା ନୟାଗଡ଼ ଦେଇ ଆପଣ ଏଠାରେ ପହଞ୍ଚି ପାରିବେ। ଭୁବନେଶ୍ୱରରୁ ଦୂରତା ପାଖାପାଖି 80 କିଲୋମିଟର ଆଉ କଟକରୁ ଦୂରତା ପାଖାପାଖି 70 କିଲୋମିଟର। ଏଠାକୁ ଆସିଲେ ପାଖରେ ଥିବା କଣ୍ଟିନ୍ୟୁ ନୀଳମାଧବ ଓ ଫତେଗଡ଼ ରାମ ମନ୍ଦିର ମଧ୍ୟ ଯାଇପାରିବେ। ଏହି ସବୁ ଜାଗାର ଦୂରତା 20ରୁ 25 କିଲୋମିଟର ଭିତରେ। ଏହା ସାଙ୍ଗସାଥୀ କିମ୍ବା ପରିବାର ସହ ବୁଲିବା ପାଇଁ ଏକ ବଢ଼ିଆ ଜାଗା। ନିଶ୍ଚୟ ଏଠାକୁ ଥରେ ବୁଲିବାକୁ ଆସନ୍ତୁ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଏହା ତ ଥିଲା ମୁଣ୍ଡିଆ ହନୁମାନ ପୀଠ ବା ଧାମର ବିସ୍ତୃତ ତଥ୍ୟ। ରହୁଛି ପୁଣି ଦେଖା ହେବ ନୂଆ ଭିଡ଼ିଓରେ। ଜୟ ବଜରଙ୍ଗବଲି, ଜୟ ଜଗନ୍ନାଥ।